प्रथम प्रश्न राजा हर्षवर्धन केउं वंशर शासक थिले? ऑप्शन ए मौर्य, ऑप्शन बी गुप्त, ऑप्शन सी रची पुष्यभूति, ऑप्शन डी देछि पाल वंश। ताहेले यार सठिक उत्तर केउंटा हेबो आपण माने कमेंट करंतु। आमे आज देखिबा राजा हर्षवर्धन करो विषय रे एवं आज एथिर अछि एमसीक्यू अछि 40 टी प्रश्न रहिछि। এই 40টি প্রশ্ন আমার এসএসবি টিইটি আর্টস পাই অত্যন্ত উপযোগী সিলেবাস রে মেনশন ଅଛି। তাহা সহিত ଏହା জেটি কিংবা এটি আরআই এআরআই অমিন পিও পুলিশ এবং ফরেস্ট গার্ড বিভিন্ন এক্সাম পাই ଏହା অত্যন্ত উপযোগী। তেণু এই ভিডিওটিକୁ ଆପଣ ମାନେ লাইক କରନ୍ତୁ, কমেন্ট କରନ୍ତୁ এবং এই ভিডিওটিକୁ ନିଜ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଯେଉଁମାନେ ଏ ପର୍ଯ୍ୟନ୍ତ ଆମ ଓଡ଼ିଆ ଲର୍ଣ୍ଣିଂ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ଆମର ଓଡ଼ିଆ ଲର୍ଣ୍ଣିଂ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏବେ ଚାଲନ୍ତୁ ପୁଣି ଥରେ ଆରମ୍ଭ କରିବା ପ୍ରଶ୍ନ। ରାଜା ହର୍ଷବର୍ଦ୍ଧନ କେଉଁ ବଂଶର ଶାସକ ଥିଲେ? ତ ଏହାର ସଠିକ ଉତ୍ତର ହେଇଯିବ ଅପସନ୍ ସି ପୁଷ୍ୟଭୂତି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ 2 ନମ୍ବର ପ୍ରଶ୍ନ ଅଛି ହର୍ଷବର୍ଦ୍ଧନଙ୍କ ପିତାଙ୍କ ନାମ କଣ? ଅପସନ୍ ଏ ପ୍ରଭାକର ବର୍ଦ୍ଧନ, ଅପସନ୍ ବି ରାଜ୍ୟବର୍ଦ୍ଧନ, ଅପସନ୍ ସି ଧ୍ରୁବସେନ, ଅପସନ୍ ଡି ଅଛି ଦେବଗୁପ୍ତ। ତାହେଲେ ଏହାର ସଠିକ ଉତ୍ତର ହେଇଯିବ ପ୍ରଭାକର ବର୍ଦ୍ଧନ, ଅପସନ୍ ଏ ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ 3 ନମ୍ବର ପ୍ରଶ୍ନ ହର୍ଷବର୍ଦ୍ଧନଙ୍କ ଭାଇଙ୍କ ନାମ କଣ? ହର୍ଷଗୁପ୍ତ, ରାଜ୍ୟବର୍ଦ୍ଧନ, ବିକ୍ରମାଦିତ୍ୟ ନା ଦେବଗୁପ୍ତ? ତାହେଲେ ଏହାର ସଠିକ ଉତ୍ତର ହେବ ବର୍ଦ୍ଧନ ଅଛି। ଦେଖନ୍ତୁ ବର୍ଦ୍ଧନ, ରାଜ୍ୟବର୍ଦ୍ଧନ ହେଇଯିବ ସଠିକ ଉତ୍ତର। ତାଙ୍କ ବାପାଙ୍କ ନାମ କଣ? ପ୍ରଭାକର ବର୍ଦ୍ଧନ, ପ୍ରଭାକର ବର୍ଦ୍ଧନ। ତାଙ୍କ ଭାଇଙ୍କ ନାମ ରାଜ୍ୟବର୍ଦ୍ଧନ, ତାଙ୍କ ନାମ ହର୍ଷବର୍ଦ୍ଧନ। ବୁଝିଲେ, ବର୍ଦ୍ଧନଟାକୁ ମନେ ରଖିବେ। ତାହେଲେ ଏହାର ସଠିକ ଉତ୍ତର କେଉଁଟା ହେଲା? ଅପସନ୍ ବି ହେଇଗଲା ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ହର୍ଷବର୍ଦ୍ଧନ କେଉଁ ସମୟରେ ଶାସନ କରିଥିଲେ? 500 ରୁ 550 ଖ୍ରୀଷ୍ଟାବ୍ଦ, 550 ରୁ 600 ଖ୍ରୀଷ୍ଟାବ୍ଦ, 606 ରୁ 667 ଖ୍ରୀଷ୍ଟାବ୍ଦ, 650 ରୁ 700 ଖ୍ରୀଷ୍ଟାବ୍ଦ। ତାହେଲେ ଏହାର ସଠିକ ଉତ୍ତର ହେଇଯିବ ଅପସନ୍ ସି ହେଇଯିବ ସଠିକ ଉତ୍ତର, ଅପସନ୍ ସି। ପରବର୍ତ୍ତୀ ପ୍ରଶ୍ନ ଦେଖିବା 55 ପ୍ରଶ୍ନ ହର୍ଷବର୍ଦ୍ଧନଙ୍କ ରାଜଧାନୀ କଣ ଥିଲା ବା କେଉଁଠାରେ ଥିଲା? ତାହେଲେ ଏହାର ସଠିକ ଉତ୍ତର କେଉଁଟା ହେବ? ଅପସନ୍ ଦେଖିବା ପାଟଳିପୁତ୍ର, ଅପସନ୍ ବି ଅଛି କନୌଜ, ଅପସନ୍ ସି ଅଛି ମଥୁରା, ଅପସନ୍ ଡି ଅଛି ଉଜ୍ଜୟିନୀ। ତାହେଲେ ଏହାର ସଠିକ ଉତ୍ତର କଣ ହେବ? ଆପଣମାନଙ୍କ ପାଇଁ ଗୋଟେ ହୋମୱାର୍କ ରହିଲା। ଆପଣମାନେ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ କୁହନ୍ତୁ ଯେ ହର୍ଷବର୍ଦ୍ଧନଙ୍କ ରାଜଧାନୀ କଣ ଥିଲା। ଏହି ସହଜ ପ୍ରଶ୍ନକୁ ଆପଣମାନଙ୍କୁ କମେଣ୍ଟ ହୋମୱାର୍କ ଦେଇଛି। ଏଇଟା ଯଦି ଆପଣ କରିନପାରିବେ ତାହେଲେ କଣ କରିବା? ହର୍ଷବର୍ଦ୍ଧନ ପ୍ରଥମେ କେଉଁ ରାଜ୍ୟର ଶାସକ ଥିଲେ? କନୌଜ, ଥାନେଶ୍ୱର, ମାଳବ ରାଜ୍ୟ, ମଗଧ ରାଜ୍ୟ। ତାହେଲେ ଏହି ପ୍ରଶ୍ନର ଉତ୍ତର ହେଇଯିବ ଅପସନ୍ ବି ଥାନେଶ୍ୱର ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ହର୍ଷବର୍ଦ୍ଧନ କେଉଁ ଧର୍ମକୁ ବେଶୀ ପ୍ରୋତ୍ସାହନ ଦେଇଥିଲେ? ଅପସନ୍ ଏ ଦେଇଛି ବୈଦିକ ଧର୍ମ, ଅପସନ୍ ବି ଅଛି ଜୈନ ଧର୍ମ, ଅପସନ୍ ସି ଅଛି ବୌଦ୍ଧ ଧର୍ମ, ଅପସନ୍ ଡି ଅଛି ଶୈବ ଧର୍ମ। ତାହେଲେ ଏହାର ସଠିକ ଉତ୍ତର ହେଇଯିବ ଅପସନ୍ ସି ବୌଦ୍ଧ ଧର୍ମ ହେଇଯିବ ସଠିକ ଉତ୍ତର। ଚୀନ ପର୍ଯ୍ୟଟକ ହୁଏନ୍ସା କେଉଁ ରାଜାଙ୍କ ସମୟରେ ଭାରତକୁ ଆସିଥିଲେ? ଚୀନ ପର୍ଯ୍ୟଟକ ହୁଏନ୍ସାଂ କେଉଁ ରାଜାଙ୍କ ସମୟରେ ଭାରତ ଆସିଥିଲେ? ଅଶୋକ, ସମୁଦ୍ରଗୁପ୍ତ, ହର୍ଷବର୍ଦ୍ଧନ ନା କନିଷ୍କ? ତାହେଲେ ଏହାର ସଠିକ ଉତ୍ତର ହେଇଯିବ ହର୍ଷବର୍ଦ୍ଧନ, ଅପସନ୍ ସି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ହୁଏନ୍ସାଙ୍କ ଭ୍ରମଣ ବିବରଣୀ କେଉଁ ଗ୍ରନ୍ଥରେ ମିଳେ? ଇଣ୍ଡିକା, ସିୟୁକି, ହର୍ଷଚରିତ, ଅର୍ଥଶାସ୍ତ୍ର। ତାହେଲେ ଏହାର ସଠିକ ଉତ୍ତର ହୁଏନ୍ସା। ଲେଖିଥିବା ପୁସ୍ତକ କେଉଁଟା? ସିୟୁକି।
ହର୍ଷଚରିତ କିଏ ଲେଖିଥିଲେ? ବାଣଭଟ୍ଟ। ଇଣ୍ଡିକା କିଏ ଲେଖିଥିଲେ? ଆପଣ ମାନେ କମେଣ୍ଟ କରିବେ। ଇଣ୍ଡିକା, এই ଇଣ୍ଡିକା କିଏ ଲେଖିଥିଲେ? ଅର୍ଥଶାସ୍ତ୍ର ଲେଖିଥିଲେ କିଏ? କୌଟିଲ୍ୟ। କୌଟିଲ୍ୟ, ବୁଝିଲେ? ତାହେଲେ ସିୟୁକି ପୁସ୍ତକରେ ଲେଖା ହେଇଛି ହୁଏନ୍ସାଂଙ୍କ ଭ୍ରମଣ ବିବରଣୀ। ପରବର୍ତ୍ତୀ ପ୍ରଶ୍ନ, ହର୍ଷଚରିତ ଗ୍ରନ୍ଥର ରଚୟିତା କିଏ? ଏବେ କହୁଥିଲି କାଳିଦାସ, ଅଶ୍ୱଘୋଷ, ବାଣଭଟ୍ଟ ନା ଭବଭୂତି? ତାହେଲେ ଏହାର ସଠିକ ଉତ୍ତର ଏବେ କହିଛି ବାଣଭଟ୍ଟ ହେଲା ସଠିକ ଉତ୍ତର। ହର୍ଷବର୍ଦ୍ଧନ କେଉଁ ଭାଷାରେ ନାଟକ ରଚନା କରିଥିଲେ? ପ୍ରାକୃତ, ପାଲି, ସଂସ୍କୃତ ନା ଅବଧୀ? ତାହେଲେ ଏହାର ସଠିକ ଉତ୍ତର ହେଇଯିବ ଅପସନ ସି, ସଂସ୍କୃତ ହେଇଯିବ ସଠିକ ଉତ୍ତର। 12 ନମ୍ବର ପ୍ରଶ୍ନ, ନିମ୍ନଲିଖିତ କେଉଁଟି ହର୍ଷଙ୍କ ରଚିତ ନାଟକ? ମୃଚ୍ଛକଟିକ, ରତ୍ନାବଳୀ, ଅଭିଜ୍ଞାନ ଶାକୁନ୍ତଳମ୍, ସ୍ୱପ୍ନ ବାସବଦତ୍ତା? ଦେଖନ୍ତୁ, ଅଭିଜ୍ଞାନ ଶାକୁନ୍ତଳମ୍ ଲେଖିଛନ୍ତି କାଳିଦାସ। ସ୍ୱପ୍ନ ବାସବଦତ୍ତା ଲେଖିଛନ୍ତି ଭାସ। ଏହି ବହିକୁ ଲେଖିଛନ୍ତି ଭାସ। ମୃଚ୍ଛକଟିକ କାହାର ଲେଖା? ଆପଣ ମାନେ କମେଣ୍ଟ କରିବେ। ରତ୍ନାବଳୀ ହେଉଛି ହର୍ଷଙ୍କ ରଚିତ ନାଟକ। ହର୍ଷଙ୍କ ରଚିତ ନାଟକ ହେଉଛି ରତ୍ନାବଳୀ। ଅପସନ ବି ହେଇଯିବ ସଠିକ ଉତ୍ତର। এই ମୃଚ୍ଛକଟିକମ୍ କାହାର ଲେଖା ଆପଣ ମାନେ କହିବେ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଦେଖିବା। 13 ନମ୍ବର ପ୍ରଶ୍ନ, ନାଗାନନ୍ଦ ନାଟକ କାହା ସହିତ ସମ୍ପୃକ୍ତ? ହର୍ଷବର୍ଦ୍ଧନ, ବାଣଭଟ୍ଟ, କାଳିଦାସ ନା ଭବଭୂତି? ତାହେଲେ ନିଶ୍ଚିତ ଭାବରେ ଏହାର ସଠିକ ଉତ୍ତର ହେଇଯିବ ଅପସନ ଏ, ହର୍ଷବର୍ଦ୍ଧନଙ୍କ ସହିତ ସମ୍ପୃକ୍ତ ନାଗାନନ୍ଦ ନାଟକ। ହର୍ଷବର୍ଦ୍ଧନଙ୍କ ସମୟରେ ନାଲନ୍ଦା କଣ ପାଇଁ ପ୍ରସିଦ୍ଧ ଥିଲା? ବାଣିଜ୍ୟ ପାଇଁ, ସେନା ଶିକ୍ଷା ପାଇଁ ନା ଶିକ୍ଷା କେନ୍ଦ୍ର ପାଇଁ ନା କୃଷି ପାଇଁ? ତାହେଲେ ଏହାର ସଠିକ ଉତ୍ତର ହେଇଯିବ ଶିକ୍ଷା କେନ୍ଦ୍ର ପାଇଁ, ନାଲନ୍ଦା ବିଶ୍ୱବିଦ୍ୟାଳୟ। ହର୍ଷବର୍ଦ୍ଧନ କେଉଁ ଦକ୍ଷିଣ ଭାରତୀୟ ରାଜାଙ୍କ ଠାରୁ ପରାଜିତ ହୋଇଥିଲେ? ପୁଲକେଶୀ ଟୁ, ରାଜାରାଜ ଚୋଳ, କୃଷ୍ଣଦେବରାୟ, ଚନ୍ଦ୍ରଗୁପ୍ତ? ତାହେଲେ ଏହାର ସଠିକ ଉତ୍ତର ହେଲା ପୁଲକେଶୀ ଟୁଙ୍କ ଠାରୁ ସେ ପୁଲକେଶୀ ଦ୍ୱିତୀୟଙ୍କ ଠାରୁ ପରାସ୍ତ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ହର୍ଷଙ୍କ ରାଜ୍ୟରେ ଭୂମିକର କେତେ ଥିଲା? ଚାଷ ଭାଗର କେତେ ଭାଗରୁ ସେ ଗୋଟିଏ ଭାଗକୁ ଦେଉଥିଲେ? କେତେ ଭାଗରୁ ଗୋଟିଏ ଭାଗ ରାଜାଙ୍କୁ କର ବା ଟ୍ୟାକ୍ସ ଭାବରେ ଦେଉଥିଲେ? ତାହେଲେ ଏହାର ଅପସନ ଅଛି 1/2, 1/3, 1/6, 1/10। ତାହେଲେ ଏହାର ସଠିକ ଉତ୍ତର ହେଇଯିବ 1/6। 6 ଭାଗରୁ ଗୋଟିଏ ଭାଗ ଦେଉଥିଲେ। 1/6, 6 ଭାଗରୁ ଗୋଟିଏ ଭାଗ କର ଦଉଥିଲେ। ହର୍ଷବର୍ଦ୍ଧନ କେଉଁ ସହରରେ ବୌଦ୍ଧ ସଭା କରାଇଥିଲେ? ପାଟଳିପୁତ୍ର, କନୌଜ, ନାଲନ୍ଦା ନା ବଲ୍ଲଭୀ? ତାହେଲେ ଏହାର ସଠିକ ଉତ୍ତର ହେଇଯିବ ଅପସନ ବି, କନୌଜ। ପରବର୍ତ୍ତୀ ପ୍ରଶ୍ନ, ହର୍ଷବର୍ଦ୍ଧନଙ୍କ ଶାସନ କାଳରେ ମୁଦ୍ରା ପ୍ରଚଳନ କିପରି ଥିଲା? ବହୁତ ଥିଲା, ସୀମିତ ଥିଲା ନା ଆଦୌ ନଥିଲା କିମ୍ବା ବିଦେଶୀ ମୁଦ୍ରା ପ୍ରଚଳିତ ହେଉଥିଲା? ତାହେଲେ ଏହାର ସଠିକ ଉତ୍ତର ହେବ ସୀମିତ ମୁଦ୍ରା ପ୍ରଚଳନ ଥିଲା। ଅପସନ ବି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ 19 ନମ୍ବର ପ୍ରଶ୍ନ ଦେଖିବା। ହର୍ଷବର୍ଦ୍ଧନ କେଉଁ ଧର୍ମରୁ ପରେ ବୌଦ୍ଧ ହୋଇଥିଲେ? ଜୈନ ଧର୍ମ, ଶୈବ ଧର୍ମ, ବୈଷ୍ଣବ ନା ଆଜୀବକ? ତାହେଲେ ଏହାର ସଠିକ ଉତ୍ତର ହେଇଯିବ ଅପସନ ବି, ଶୈବ ଧର୍ମ। ଶୈବ ଧର୍ମ ପରେ ସେ ହୋଇଥିଲେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ହୁଏନ୍ସାଂଙ୍କ ଅନୁସାରେ ହର୍ଷ କିପରି ଥିଲେ? କଠୋର ଶାସକ ଥିଲେ, ଦୟାଳୁ ଶାସକ ଥିଲେ ନା ନିର୍ଦୟ ଶାସକ ଥିଲେ କିମ୍ବା ଅଳସୁଆ ଶାସକ ଥିଲେ? ତାହେଲେ ଏହାର ସଠିକ ଉତ୍ତର ହେଇଯିବ ଅପସନ ବି, ଦୟାଳୁ ଶାସକ ଥିଲେ। ଅପସନ ବି ହେଇଯିବ ସଠିକ ଉତ୍ତର। 21 ନମ୍ବର ପ୍ରଶ୍ନ, ହର୍ଷବର୍ଦ୍ଧନଙ୍କ ଶାସନ ପଦ୍ଧତି କେମିତି ଥିଲା? ସ୍ୱେଚ୍ଛାଚାରୀ ଥିଲା, ସାମନ୍ତତାମୂଳକ ଥିଲା,
बा सामंत माने चलाउथिले शासन को गणतांत्रिक थिला भोटिंग होउथिला कि साम्यवादी थिला तो यार सठिक उत्तर हिबो केउटा ऑप्शन बी सामंततामूलक हिबो सठिक उत्तर से समय रे शासन पद्धति केबोली थिला ना सामंतों द्वारा चलुथिला सामंत नियुक्त होथिले और से माने शासन को चलाउथिले। परवर्ती प्रश्न 22 नंबर प्रश्न देखिबा 22 नंबर देखिबा पूर्व जो माने आम चैनल को एपर्यंत सब्सक्राइब करना दया करी ओडिया लर्निंग एकेडमी को सब्सक्राइब गोटे गोटे कर दिंतु यही वीडियो टिके लाइक एवं कमेंट मु देखिबा चाहूँगी आपण माने जो माने जोरदार कर प्रिपेरेसन से निश्चित भाव में कमेंट करने भूलिए ना कमेंट करंतु जो मान वीडियो भल लगुच निश्चित भाव में कमेंट करंतु आगको जीवा। परवर्ती प्रश्न हर्षंक समय ग्राम प्रशासन चलुथिला हर्षंक समय ग्राम प्रशासन किपरि चलुथिला राजा द्वारा सामंत द्वारा ग्राम सभा द्वारा ना सेना द्वारा ताहले ग्रामर प्रशासनटा ग्राम सभा द्वारा चलुथिला ऑप्शन सी हिबो सठिक उत्तर। आ टोटल राज्य को संभालुथिले कि राजा द्वारा। परवर्ती प्रश्न हर्षवर्धन का मृत्यु पर कौन होइतिला शक्तिशाली उत्तराधिकारी थिले ना गुप्त वंश फेरिला साम्राज्य भांगीगला चोल आसिले हर्षवर्धन का मृत्यु परे परे हर्षंकर शक्तिशाली उत्तराधिकारी थिले कि नुहे गुप्त वंश फेरी आसिला कि नुहे चोल वंश आसिले कि नुहे ताहले यार सठिक उत्तर है साम्राज्य भांगीगला जो हर्षवर्धन जो साम्राज्य गढ़ी थिले सही साम्राज्य भांगीगला ऑप्शन सी हिबो सठिक उत्तर। परवर्ती प्रश्न हर्षंक समय रे न्याय प्रणाली किभली थिला कठोर थिला दयालु थिला ना अस्थिर थिला ना अन्याय थिला ताहले यार सठिक उत्तर हिबो ऑप्शन बी दयालु थिला ऑप्शन बी हेबो सठिक उत्तर। चौबीस नंबर प्रश्न हर्षंक समय न्याय प्रणाली थिला दयालु थिला हर्षवर्धन क्यों धर्मीय सहिष्णुता रखुथिले केवल बौद्ध मानक प्रति केवल हिंदू मानक प्रति समस्त धर्म प्रति ना केवल जैन प्रति ताहले यार सठिक उत्तर हिबो केवल समस्त धर्म प्रति से सहिष्णुता रखुथिले ऑप्शन सी हिबो सठिक उत्तर। परवर्ती प्रश्न 26 नंबर प्रश्न हर्षंक सेनार मुख्य अंश केउटा नौसेना घोड़ा सेना हाथी सेना ना विमान सेना ताहले यार सठिक उत्तर हेबो हाथी सेना हेबो सठिक उत्तर तांगर जेते भी सेना थिला सेठार मुख्य अंश भाव में विवेचना करा हाथी सेना को। परवर्ती प्रश्न देखिबा हर्षवर्धन क्यों राज्य को सबुठारु बेसी विस्तार करथिले दक्षिण भारत उत्तर भारत डेकान एटा हला डेकान डेकान श्रीलंका ताहले यार सठिक उत्तर हिबो ऑप्शन बी उत्तर भारत हिबो सठिक उत्तर। हर्षंक राज्य रे चोरी रो दंड किभली थिला जे चोरी कला ताकू केउ परी दंड दिया जाउथला अत्यधिक मात्रा दंड दिया जाउथला मृत्यु नुहे मृत्यु दंड ना चोर मानक पई कोनोसी दंड नथिला ना अनिश्चित किभली दंड दिया जीवो किसी सुनिश्चित नथिला तेणु यार सठिक उत्तर हिबो मृत्यु दंड ऑप्शन बी हिबो सठिक उत्तर। हर्षंक राज्य रे जदि किए चोरी कला जदि धरा पड़ी गला से तांको मृत्यु दंड दिया होउथला। हर्षवर्धन को सभारे प्रसिद्ध कवि किए किए थिले
ଏମାନଙ୍କ ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ କିଏ? ଏଇ କବିମାନଙ୍କ ମଧ୍ୟରୁ ଯେତେ ବି କବି ଥିଲେ ହର୍ଷବର୍ଦ୍ଧନଙ୍କ ସଭାରେ ସବୁଠାରୁ ପ୍ରସିଦ୍ଧ କବି କିଏ ଥିଲେ? କାଳିଦାସ, ବାଣଭଟ୍ଟ, ତୁଳସୀଦାସ ନା ସୁରଦାସ? ତାହେଲେ ଏହାର ସଠିକ ଉତ୍ତର ହେବ ଅପସନ ବି, ବାଣଭଟ୍ଟ ଥିଲେ ହର୍ଷବର୍ଦ୍ଧନଙ୍କ ସଭାରେ ପ୍ରସିଦ୍ଧ କବି। ହର୍ଷବର୍ଦ୍ଧନ କେଉଁ ଶିକ୍ଷାକୁ ଗୁରୁତ୍ୱ ଦେଇଥିଲେ? ସେନା, ବାଣିଜ୍ୟ, ଶିକ୍ଷା ନା କୃଷି? ତାହେଲେ ଏହାର ସଠିକ ଉତ୍ତର ହେଇଯିବ ଶିକ୍ଷା, ଅପସନ ସି ହେଇଯିବ ସଠିକ ଉତ୍ତର। 31 ନମ୍ବର ପ୍ରଶ୍ନ ଦେଖିବା, ହର୍ଷଙ୍କ ଶାସନ କାଳକୁ କୁହାଯାଏ କଣ କୁହାଯାଏ? ନା ଗୁପ୍ତ ଯୁଗ, ନା ଉତ୍ତର ଯୁଗ ଗୁପ୍ତ, ଉତ୍ତର ଗୁପ୍ତ ଯୁଗ, ନା ପୋଷ୍ଟ ଗୁପ୍ତ ଯୁଗ, ନା ଚୋଳ ଯୁଗ? ତାହେଲେ ଏହାର ସଠିକ ଉତ୍ତର ହେବ ପୋଷ୍ଟ ଗୁପ୍ତ ଯୁଗ, ଅପସନ ସି ହେଇଯିବ ସଠିକ ଉତ୍ତର। ହର୍ଷଙ୍କ ସମୟରେ ବାଣିଜ୍ୟ କିଭଳି ଥିଲା? ବହୁତ ଉନ୍ନତ ଥିଲା, ସାଧାରଣ ଥିଲା, ଅବନତ ଥିଲା ନା ବନ୍ଦ ଥିଲା? ଅପସନ ବି ହେଇଯିବ ସଠିକ ଉତ୍ତର, ସାଧାରଣ ବାଣିଜ୍ୟ ଥିଲା, ଅପସନ ବି ହେବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ହର୍ଷବର୍ଦ୍ଧନ କେଉଁ ସହରରେ ଧର୍ମସଭା କରାଇଥିଲେ? କନୌଜ, ଥାନେଶ୍ୱର, ନାଲନ୍ଦା ନା ମଥୁରା? ତାହେଲେ ଏହାର ସଠିକ ଉତ୍ତର ହେବ କନୌଜ, ଅପସନ ଏ ହେଇଯିବ ସଠିକ ଉତ୍ତର। ହର୍ଷବର୍ଦ୍ଧନ କନୌଜ ଠାରେ ଧର୍ମସଭା କରାଇଥିଲେ। ହ୍ୱେନ୍ସାଂ ହର୍ଷକୁ କିପରି ବର୍ଣ୍ଣନା କରିଛନ୍ତି? ଲୋଭୀ, ଦୟାଳୁ, କଠୋର, ନିର୍ଦୟ? ଅପସନ ବି ହେଇଯିବ ସଠିକ ଉତ୍ତର, ଦୟାଳୁ। ହର୍ଷବର୍ଦ୍ଧନ କେଉଁ ଦିଗକୁ ବିସ୍ତାର କରିପାରିନଥିଲେ? ହର୍ଷବର୍ଦ୍ଧନ କେଉଁ ଦିଗକୁ ବିସ୍ତାର କରି ନ ପାରିଥିଲେ? ଯେଉଁ ସାମ୍ରାଜ୍ୟ ବିସ୍ତାର କରିଥିଲେ କେଉଁ ଦିଗକୁ ବିସ୍ତାର କରିପାରିନଥିଲେ? ପଶ୍ଚିମ ଦିଗକୁ, ପୂର୍ବ ଦିଗକୁ, ଉତ୍ତର ଦିଗକୁ ନା ଦକ୍ଷିଣ ଦିଗକୁ? ତାହେଲେ ଏହାର ସଠିକ ଉତ୍ତର ହେବ ଦକ୍ଷିଣ ଦିଗକୁ, ଅପସନ ଡି ହେଇଯିବ ସଠିକ ଉତ୍ତର। ହର୍ଷବର୍ଦ୍ଧନ କେଉଁ ଦିଗକୁ ବିସ୍ତାର କରିପାରିନଥିଲେ? ଏହାର ସଠିକ ଉତ୍ତର କେଉଁଟା ହେଲା? ଅପସନ ଡି, ଦକ୍ଷିଣ ହେଲା ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ହର୍ଷଙ୍କ ରାଜ୍ୟରେ ଭୂମି ଅଧିକାର କାହା ଅଣ୍ଡରରେ ଥିଲା? ରାଜାଙ୍କର, ପ୍ରଜାଙ୍କର, ସାମନ୍ତ ମାନଙ୍କର ନା ବ୍ରାହ୍ମଣଙ୍କର? ତାହେଲେ ଏହାର ସଠିକ ଉତ୍ତର ହେବ ଅପସନ ଏ, ରାଜାଙ୍କର ଥିଲା, ଭୂମିର ଉପରେ ଅଧିକାର ରାଜାଙ୍କର ହିଁ ରହିଥିଲା। ପରବର୍ତ୍ତୀ ପ୍ରଶ୍ନ, ହର୍ଷବର୍ଦ୍ଧନ କେଉଁ ଧର୍ମୀୟ ପର୍ବରେ ଧାନ ଦାନ କରୁଥିଲେ? କେଉଁ ଧର୍ମୀୟ ପର୍ବରେ ଧାନ ଦାନ କରୁଥିଲେ? ଅପସନ ଏ କୁମ୍ଭମେଳା, ଅପସନ ବି ମହାମୁଖ୍ୟ ପରିଷଦ, ଅପସନ ସି ରଥଯାତ୍ରା, ଅପସନ ଡି ଦୀପାବଳି? ତାହେଲେ ଏହାର ସଠିକ ଉତ୍ତର ହେଇଯିବ ଅପସନ ବି, ମହାମୁଖ୍ୟ ପରିଷଦ। এই ପ୍ରଶ୍ନଟା ହୋଲ୍ଡ ରଖିଛି, ମୁଁ କହୁଛି ଅପସନ ବି ହେବ, କିନ୍ତୁ ଆପଣମାନେ ଯଦି ଅଲଗା କେଉଁଟା ଭାବିଛନ୍ତି, ଏହାର ଆନ୍ସର ଯଦି ଜାଣିଛନ୍ତି, ମୁଁ ଅପସନ ବି କହୁଛି, ଆପଣମାନେ ଏହାର ଆନ୍ସରଟା କ'ଣ ହେବ ଆପଣମାନେ ନିଶ୍ଚିତ ଭାବରେ କମେଣ୍ଟ କରିବେ। ପରବର୍ତ୍ତୀ ପ୍ରଶ୍ନ, ହର୍ଷଙ୍କ ସମୟରେ ନାରୀମାନଙ୍କର ସ୍ଥିତି କିଭଳି ଥିଲା? ଉନ୍ନତ ଥିଲା, ସମ୍ମାନିତ ସ୍ଥିତିରେ ଥିଲେ, ଅବନତ ଥିଲେ ନା ସମାନ ଥିଲେ? ତାହେଲେ ଏହାର ସଠିକ ଉତ୍ତର ହେବ ଅବନତ ଥିଲେ, ଅପସନ ସି ହେଇଯିବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ହର୍ଷବର୍ଦ୍ଧନଙ୍କ ଶାସନର ମୂଳ ଆଧାର କ'ଣ? ସେନା, ଧର୍ମ, ନ୍ୟାୟ, କର? ତାହେଲେ ଏହାର ସଠିକ ଉତ୍ତର ଅପସନ ସି, ନ୍ୟାୟ ହେବ ସଠିକ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, 40 ନମ୍ବର ପ୍ରଶ୍ନ, ଶେଷ ପ୍ରଶ୍ନ, ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ପରେ କେଉଁ ଶକ୍ତିଶାଳୀ ଶାସକ ଆସିଲେ? କେହି ନୁହେଁ, ପୁଲକେଶୀନ, ଧ୍ରୁବସେନ ନା ରାଜାରାଜ? ତାହେଲେ ଏହାର ସଠିକ ଉତ୍ତର ହେଇଯିବ କେହି ନୁହେଁ ହେଇଯିବ ସଠିକ ଉତ୍ତର। ହର୍ଷବର୍ଦ୍ଧନଙ୍କ ପରେ ସାମ୍ରାଜ୍ୟ ଭାଙ୍ଗି ଯାଇଥିଲା, ଅପସନ ବି ହେବ ସଠିକ ଉତ୍ତର। ଆପଣମାନେ ଦେଖୁଥିଲେ SSB TET ବା RI ARI ଅମିନ ପାଇଁ ଆମର ହିଷ୍ଟ୍ରି ପାର୍ଟରେ ଆଜି ଦେଖିଲେ ହିଷ୍ଟ୍ରି ପାର୍ଟରେ ଆମେ ଆଜି ଦେଖିଲେ ରାଜା ହର୍ଷବର୍ଦ୍ଧନଙ୍କ ଉପରେ 40ଟି ପ୍ରଶ୍ନ, ଇମ୍ପୋର୍ଟାଣ୍ଟ ପ୍ରଶ୍ନ, ସବୁଗୁଡ଼ିକ ଇମ୍ପୋର୍ଟାଣ୍ଟ। ତେଣୁ
ନେକ୍ସଟ ଭିଡ଼ିଓରେ କେଉଁ ଭିଡ଼ିଓ ଆଣିବା ଆପଣମାନେ କମେଣ୍ଟ କରନ୍ତୁ। ନେକ୍ସଟ ଭିଡ଼ିଓ ପାଇଁ ଆପଣମାନେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଓଡ଼ିଆ ଲର୍ଣ୍ଣିଂ ଏକାଡେମୀକୁ ସବସ୍କ୍ରାଇବ୍ କରିଦିଅନ୍ତୁ ବନ୍ଧୁଗଣ। ଆପଣମାନଙ୍କର ଜୋସ୍ ଯଦି ଦେବେ ଆମକୁ ଭିଡ଼ିଓ ବନେଇବା ପାଇଁ ଇଚ୍ଛା ଲାଗିବ। ଠିକ୍ ଅଛି, ଆପଣମାନେ ଏତେ ପର୍ଯ୍ୟନ୍ତ ଦେଖିଛନ୍ତି, ତେଣୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।